ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ କନ୍ଧମାଳ ଜିଲ୍ଲା ସଂଯୋଜକ ହେଲେ ପ୍ରତାପ ରୁଦ୍ର ପାତ୍ର। ବିଜେଡି କନ୍ଧମାଳ ଜିଲ୍ଲା ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ସଂଯୋଜକ ଭାବେ ଜି ଉଦୟଗିରି ପ୍ରତାପ ଚନ୍ଦ୍ର ପାତ୍ରଙ୍କ ନାମ ଘୋଷଣା କରାଯାଇଛି। ନାମ ଘୋଷଣା ପରେ କଳାକାରମାନଙ୍କୁ ସେବା କରିବାର ସୁଯୋଗ ମିଳିଥିବାରୁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ସହିତ ସେ କହିଛନ୍ତି ରାଜ୍ୟ ସରକାରଙ୍କ କଳାର ବିକାଶ ସହିତ କଳାକାରଙ୍କର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ, ତେଣୁ କଳାକାରମାନେ ମଧ୍ୟ ରାଜ୍ୟରେ ନବୀନ ସରକାର ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ପ୍ରତି ବ୍ଲକ ସହିତ ପଞ୍ଚାୟତରେ ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ସଂଯୋଜକମାନେ ରହିଛନ୍ତି। 500ରୁ ଉର୍ଦ୍ଧ୍ୱ କଳାକାର ଚିହ୍ନଟ ହୋଇଥିବା ବେଳେ ଏହି ପ୍ରକ୍ରିୟା ଜାରି ରହିଛି। ଶୁଣନ୍ତୁ ତାଙ୍କ ପ୍ରତିକ୍ରିୟା। ନମସ୍କାର, ମୁଁ ପ୍ରତାପ ରୁଦ୍ର ପାତ୍ର, ଜି ଉଦୟଗିରି କନ୍ଧମାଳ ଜିଲ୍ଲା ବାସିନ୍ଦା। ଆମର ଶଙ୍ଖ ଭବନରେ ଗୋଟେ ମିଶ୍ରଣ ପର୍ବ ଥିଲା। ମିଶ୍ରଣ ପର୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ପାଣ୍ଡିଆନ ବାବୁ ଉପସ୍ଥିତ ଥିଲେ। ସେଇଥିରେ ପ୍ରତ୍ୟେକ ଜିଲ୍ଲାର ଗୋଟେ ବିଜୁ ଜନତା ଦଳ ରାଜ୍ୟ ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ଜିଲ୍ଲା ସଂଯୋଜକ ସଂଗଠନ କରାଯାଇଥିଲା। ସେଥିମଧ୍ୟରୁ ମୋତେ କନ୍ଧମାଳ ଜିଲ୍ଲା ସଂଯୋଗ ଭାବେ ବାଛିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ସେ ଦାୟିତ୍ୱ ଦେଇଛନ୍ତି। ମୁଁ ଚେଷ୍ଟା କରିବି ସୁଚାରୁରୂପେ ସେହି କାର୍ଯ୍ୟଟିକୁ ସମାପନ କରିବା ପାଇଁ। ସେ କାର୍ଯ୍ୟର ଆଭିମୁଖ୍ୟ ହେଲା ଆମେ କଳାକାରମାନଙ୍କ ସୁଖ ଦୁଃଖରେ ଠିଆ ହେବୁ, କଳାକାରମାନଙ୍କ ହାନି ଲାଭରେ ଠିଆ ହେବୁ। ତା ସଙ୍ଗେ ସଙ୍ଗେ ଆଗାମୀ ନିର୍ବାଚନରେ ଏମିତି ଆମ ସୁପ୍ରିମୋ ନବୀନ ବାବୁଙ୍କ ନେତୃତ୍ୱରେ ସରକାର ଯେମିତି ଗଠନ ହେଉଛି, ଶଙ୍ଖ ଚିହ୍ନକୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ତାକୁ ଜୟଯୁକ୍ତ କରି ତାକୁ ପୁଣି ଆମେ ମୁଖ୍ୟମନ୍ତ୍ରୀ ଆସନରେ ବସାଉ, ଏହା ହିଁ ଆମର ମୁଖ୍ୟ ଲକ୍ଷ୍ୟ। ସେହି ତ ଆମକୁ କୁହାଯାଇଛି, କିନ୍ତୁ ଯେତେବେଳେ ଆମର ଯାହା ନିର୍ଦ୍ଦେଶ ଆସିବ, ଉପର ମହଲରୁ ଯେତେବେଳେ ଯାହା ନିର୍ଦ୍ଦେଶ ଆସିବ, ଯଦି କଳା ମାଧ୍ୟମରେ ଆମେ ବିଜୁ ଜନତା ଦଳର ପ୍ରସାର କରିବୁ ଏହି ଇଲେକ୍ସନରେ, ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। କିମ୍ବା ଇଲେକ୍ସନରେ ପ୍ରଚାର ଯଦି ଆମକୁ ସାମିଲ କରନ୍ତି, ଆମକୁ ନିଶ୍ଚିତ ଭାବେ ଆମେ ତାଙ୍କର ଜୟଗାନ କରି ତାଙ୍କର ବାନା ଧରି ତାଙ୍କର ଶଙ୍ଖ ଫୁଙ୍କି ସେହି ସରକାରକୁ କେମିତି ଆମେ ବିପୁଳ ଭୋଟରେ ଜୟଯୁକ୍ତ କରିବୁ, ସେହା ଆପ୍ରାଣପଣ ଚେଷ୍ଟା କରିବୁ। ତତ୍ସଙ୍ଗେ ସଙ୍ଗେ ଆମ କଳାକାର ଯେଉଁ ଦାୟିତ୍ୱ ଦେଇଛନ୍ତି, କଳାକାରମାନଙ୍କ ସୁଖ ଦୁଃଖ, କଳାକାରମାନେ କେଉଁ କଳାକାର ପେନ୍ସନ୍ ପାଇବେ, କେଉଁ କଳାକାରମାନଙ୍କର ଅଭାବ ଅସୁବିଧା ଅଛି, ପ୍ରତ୍ୟେକ କଳାକାରଙ୍କ ସୁଖ ଦୁଃଖରେ ହିଁ ଆମେ ଠିଆ। ତେଣୁକରି ମୋତେ ଏହି ଜିଲ୍ଲାର ସଂଯୋଗ ଭାବେ ଦାୟିତ୍ୱ ଦେଇଛନ୍ତି। ପ୍ରତ୍ୟେକ କଳାକାରଙ୍କ ପାଖରେ ଠିଆ ହେବା ମୋର ଉଦ୍ଦେଶ୍ୟ, ମୋ ଲକ୍ଷ୍ୟ। ହଁ, ଗତ ଜାନୁଆରୀଠୁ ମୋତେ ଯେଉଁ ଦାୟିତ୍ୱ ମିଳିଥିଲା, ଜାନୁଆରୀ 29 ତାରିଖରେ ଆମେ ଶଙ୍ଖ ଭବନରେ ବିଜୁ ଜନତା ଦଳରେ ମିଶିଲା ପରେ ଆମକୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ଆମେ ପ୍ରତ୍ୟେକ ବ୍ଲକରେ ବୁଲି ପ୍ରତ୍ୟେକ ପଞ୍ଚାୟତରେ ବୁଲି କଳାକାର ସଂଗଠନ କରିଛୁ, ଚିହ୍ନଟ ବି କରିଛୁ। ସେଥିମଧ୍ୟରୁ ମୁଁ ପ୍ରାୟ 500 ପରେ କଳାକାର ଚିହ୍ନଟ ଦେଇସାରିଲିଣି, ଯେଉଁଟାକି ସରକାରଙ୍କ କମ୍ପ୍ୟୁଟରରେ ପ୍ରଯୁକ୍ତ ହୋଇସାରିଲାଣି। ଆଉ ସେଇ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଆହୁରି ଅଧିକରୁ ଅଧିକ କଳାକାର ଆମେ ଚିହ୍ନଟ କରିବୁ, ପ୍ରତ୍ୟେକ ବର୍ଗର କଳାକାରକୁ ନେବୁ, ପ୍ରତ୍ୟେକ ବର୍ଗର କଳାକାରକୁ ନେଇ ଆମେ ଗୋଟେ ବିରାଟ କଳାକାର ସଂଗଠନ ବିଜୁ ଜନତା ଦଳ କଳାକାର ସଂଗଠନ କରିବୁ ଏବଂ ସେମାନଙ୍କର ପ୍ରତ୍ୟେକ ସୁଖ ଦୁଃଖ ହାନି ଲାଭ ସରକାର ବୁଝିବେ। ତା ସଙ୍ଗେ ସଙ୍ଗେ ସରକାର କାର୍ଯ୍ୟ ଆମେ ବୁଝୁ, ସରକାରର ଇଲେକ୍ସନ ପ୍ରଚାର କରିବୁ ଏବଂ ଆମର ସୁଖ ଦୁଃଖ ମଧ୍ୟ ସରକାର ବୁଝିବେ। ହଁ, ଏଇସବୁ ଏତେ ବଡ଼ ସୁଯୋଗଟି ମୋତେ ଦେଇଛନ୍ତି, ଏ ଜିଲ୍ଲାର ଦାୟିତ୍ୱ। ସେଥିପାଇଁ ମୁଁ ସୁପ୍ରିମୋ ନବୀନ ବାବୁଙ୍କୁ ଏବଂ ପାଣ୍ଡିଆନ ବାବୁଙ୍କୁ ବହୁତ ବହୁତ ମୋର ହୃଦୟରୁ ଧନ୍ୟବାଦ ଦେବି ଏବଂ ସେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ବିଜୁ ଜନତା ଦଳର ଆପ୍ରାଣପଣ ମୁଁ ଚେଷ୍ଟା କରିବି କାର୍ଯ୍ୟ କରିବାକୁ। ମୁଁ ଭାବୁଛି ମୁଁ ଏଇ ଲକ୍ଷ୍ୟରେ ସକ୍ସେସ୍ ହେବି ଏବଂ ତାଙ୍କର ପ୍ରସାର କରିବି। ତତ୍ସଙ୍ଗେ କଳାକାରମାନଙ୍କ ମଧ୍ୟ ସୁଖ ଦୁଃଖରେ ଠିଆ ହେବି।